ପିଲାମାନେ, ଭକ୍ତି ଆନ୍ଦୋଳନର ତ୍ରିସ୍ରୋତ ଥିଲେ କବୀର, ନାନକ ଏବଂ ଚୈତନ୍ୟ। ଆମେ କବୀର ନାନକଙ୍କ ଜୀବନୀ ଓ ନୀତିବାଣୀ ବିଷୟରେ ଅଲରେଡ଼ି ପଢ଼ି ସାରିଛେ। ଆଜି ଆମେ ପଢ଼ିବା ଶ୍ରୀ ଚୈତନ୍ୟଙ୍କ ଜୀବନୀ ଓ ନୀତିବାଣୀ ବିଷୟରେ। କବୀର ନାନକ ଭକ୍ତି ଆନ୍ଦୋଳନକୁ ଯେତିକି ପ୍ରିୟ କରାଇପାରିଥିଲେ, ଭାରତରେ ତାଙ୍କଠୁ ଅତ୍ୟଧିକ ପ୍ରିୟ କରାଇପାରିଥିଲେ ଭକ୍ତି ଆନ୍ଦୋଳନକୁ ଶ୍ରୀ ଚୈତନ୍ୟ। ଏବଂ ଏହି ଶ୍ରୀ ଚୈତନ୍ୟ ଓଡ଼ିଶାର ପୁରୀରେ ରହି ସାରା ଭାରତରେ ଭକ୍ତି ଆନ୍ଦୋଳନକୁ କବୀର ଏବଂ ନାନକଙ୍କଠୁ ଅଧିକ ପ୍ରିୟ କରାଇପାରିଥିଲେ। ତ ଚାଲ ପିଲାମାନେ, ଆମେ ଆଜି ଆରମ୍ଭ କରିବା ଶ୍ରୀ ଚୈତନ୍ୟଙ୍କ ଜୀବନୀ ଓ ନୀତିବାଣୀ ବିଷୟରେ। ଏଠି ଦେଖିପାରୁଥିବ ପିଲାମାନେ, କେତେ ସୁନ୍ଦର ଗୋଟିଏ ଫଟୋ ଚିତ୍ର ଦିଆଯାଇଛି ଏବଂ ଏହି ଫଟୋ ଚିତ୍ରଟି ହେଉଛି ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କର ଏକ ଷ୍ଟାଚ୍ୟୁର ଫଟୋ ଚିତ୍ର। ଭକ୍ତି ଓ ପ୍ରେମର ଶ୍ରେଷ୍ଠ ନିଦର୍ଶନ ପ୍ରଦର୍ଶନ କରିଥିଲେ ମହାପ୍ରଭୁ ଶ୍ରୀ ଚୈତନ୍ୟ। ଭକ୍ତି ଆନ୍ଦୋଳନରେ ତ୍ରିସ୍ରୋତ କୁହାଯାଉଥିଲା ପିଲାମାନେ କବୀର, ନାନକ ଏବଂ ଚୈତନ୍ୟକୁ। କବୀର ନାନକ ଭକ୍ତି ଆନ୍ଦୋଳନକୁ ଯେତିକି ଲୋକମାନଙ୍କ ମଧ୍ୟରେ ପ୍ରିୟ କରାଇ ପାରିଥିଲେ, ତାଙ୍କଠୁ ଅତ୍ୟଧିକ ଭାରତରେ ଭକ୍ତି ଆନ୍ଦୋଳନକୁ ଲୋକପ୍ରିୟ କରାଇ ପାରିଥିଲେ ମହାପ୍ରଭୁ ଶ୍ରୀ ଚୈତନ୍ୟ। ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କ ଜୀବନୀ। ଚୈତନ୍ୟ ଜନ୍ମଗ୍ରହଣ କରିଥିଲେ 1486 ମସିହାରେ। କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଦେଖ ପିଲାମାନେ, ପଶ୍ଚିମବଙ୍ଗର ନବଦ୍ୱୀପଠାରେ ଜନ୍ମଗ୍ରହଣ କରିଥିଲେ। ସେ କେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ? ସେ ଗୋଟିଏ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ଚୈତନ୍ୟଙ୍କ ବାଲ୍ୟ ନାମ ଥିଲା ବିଶ୍ୱମ୍ବର ଏବଂ ନିମାଇଁ। ଶ୍ରୀ ଚୈତନ୍ୟଙ୍କ ପିତା ଥିଲେ ଜଗନ୍ନାଥ, ମାତା ଥିଲେ ସଚୀ ଦେବୀ। ଶ୍ରୀ ଚୈତନ୍ୟ ସଂସ୍କୃତ ଅଧ୍ୟୟନ କରିଥିଲେ। ଶ୍ରୀ ଚୈତନ୍ୟ ପାଣ୍ଡିତ୍ୟ ଅର୍ଜନ କରିଥିଲେ ସାହିତ୍ୟ, ସଂସ୍କୃତ, ବ୍ୟାକରଣ ଏବଂ ତର୍କଶାସ୍ତ୍ରରେ। ଶ୍ରୀ ଚୈତନ୍ୟ ବିବାହ କରିଥିଲେ ଲକ୍ଷ୍ମୀ ନାମକ ନାରୀକୁ। ଶ୍ରୀ ଚୈତନ୍ୟ ଗୟା ଗମନ କରିଥିଲେ ତାଙ୍କର ପିତାଙ୍କ ପିଣ୍ଡଦାନ ପାଇଁ। ଗୟା ଗମନ ସମୟରେ ଶ୍ରୀ ଚୈତନ୍ୟକୁ 22 ବର୍ଷ ବୟସ ହୋଇଥିଲା ଏବଂ ସେହି ଗୟାଠାରେ ତାଙ୍କର ସାକ୍ଷାତ ହୋଇଥିଲା ଈଶ୍ୱରପୁରୀଙ୍କ ସହିତ। ଏବଂ ଈଶ୍ୱରପୁରୀ ହେଲେ ଶ୍ରୀ ଚୈତନ୍ୟଙ୍କର ଗୁରୁ। ଈଶ୍ୱରପୁରୀଙ୍କ ଠାରୁ ଶ୍ରୀ ଚୈତନ୍ୟ କୃଷ୍ଣ ମନ୍ତ୍ର ଗ୍ରହଣ କରିଥିଲେ ବା ଶିଖିଥିଲେ। ଶ୍ରୀ ଚୈତନ୍ୟ କୃଷ୍ଣ ମନ୍ତ୍ର ଗାନ କରି ସଜ୍ଞାହୀନ ହୋଇଯାଉଥିଲେ ବା ବେହୋସ ହୋଇଯାଉଥିଲେ। 1510 ମସିହାରେ ଶ୍ରୀ ଚୈତନ୍ୟ ଗୃହତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ। ଶ୍ରୀ ଚୈତନ୍ୟ ଗୃହତ୍ୟାଗ କରି ସନ୍ନ୍ୟାସୀ ହେବା ପରେ ଯାଇ ତାଙ୍କର ନାମ ଶ୍ରୀ ଚୈତନ୍ୟ ହେଲା। ତାପରେ ସେ ପୁରୀ ଆଗମନ କଲେ ଏବଂ ପୁରୀକୁ ଆସିଲା ପରେ ତାଙ୍କର ସାକ୍ଷାତ ହେଲା ଗଜପତି ପ୍ରତାପ ରୁଦ୍ରଦେବ ଏବଂ ରାୟ ରାମାନନ୍ଦଙ୍କ ସହିତ। ଏବଂ ପ୍ରତାପ ରୁଦ୍ରଦେବ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲେ। ଶ୍ରୀ ଚୈତନ୍ୟ କୃଷ୍ଣ ନାମ ପ୍ରଚାର କରିଥିଲେ ସୋମନାଥ, ଦ୍ୱାରିକା, ମଥୁରା, ବୃନ୍ଦାବନ, କାଶୀ, ବାରାଣସୀ, ପ୍ରୟାଗ ଇତ୍ୟାଦି ସ୍ଥାନରେ। ଭାରତ ଭ୍ରମଣ ଓ କୃଷ୍ଣ ନାମ ପ୍ରଚାର କରିଥିଲେ ଶ୍ରୀକୃଷ୍ଣ ଦୀର୍ଘ 6 ବର୍ଷ ଧରି। ଶ୍ରୀ ଚୈତନ୍ୟ ପୁରୀ ପ୍ରତ୍ୟାବର୍ତ୍ତନ କରିଥିଲେ 1516 ମସିହାରେ। ପୁରୀ ବୈଷ୍ଣବ ଧର୍ମର ଏକ ପୀଠରେ ପରିଣତ ହୋଇଗଲା। ଶ୍ରୀ ଚୈତନ୍ୟଙ୍କ ଶିଷ୍ୟ ଥିଲେ ଯବନ ହରିଦାସ। ଆହୁରି ଶ୍ରୀ ଚୈତନ୍ୟଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ପଞ୍ଚସଖା। ପଞ୍ଚସଖା କେଉଁମାନେ ଥିଲେ ପିଲାମାନେ ଦେଖ, ଜଗନ୍ନାଥ ଦାସ, ବଳରାମ ଦାସ,
ଅଚ୍ୟୁତ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ ଏମାନେ ହେଉଛନ୍ତି ପଞ୍ଚସଖା। ଏହି ପଞ୍ଚସଖାମାନେ ମଧ୍ୟ ଶ୍ରୀ ଚୈତନ୍ୟଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ମୃତ୍ୟୁବରଣ ହୋଇଥିଲା 1533 ମସିହାରେ। କେଉଁ ସ୍ଥାନରେ ତାଙ୍କର ମୃତ୍ୟୁବରଣ ହୋଇଥିଲା? ପୁରୀଠାରେ। ଏବଂ ସେହି ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କ ବାଣୀ ଚୈତନ୍ୟ ଚରିତାମୃତରେ ଲେଖାଯାଇଛି ଏବଂ ଏହି ଚୈତନ୍ୟ ଚରିତାମୃତକୁ ଲେଖିଛନ୍ତି କୃଷ୍ଣ ଦାସ। ପିଲାମାନେ ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ ଯେ ଶ୍ରୀ ଚୈତନ୍ୟଙ୍କ ନୀତିବାଣୀ କେଉଁ ଗ୍ରନ୍ଥରେ ଲେଖାହେଇଛି ବୋଲିକି। କେଉଁ ଗ୍ରନ୍ଥରେ ଲେଖାହେଇଛି? ଚୈତନ୍ୟ ଚରିତାମୃତ ଗ୍ରନ୍ଥରେ ଲେଖାହେଇଛି ଏବଂ ସେହି ଚୈତନ୍ୟ ଚରିତାମୃତ ଗ୍ରନ୍ଥକୁ କିଏ ଲେଖିଛନ୍ତି? କୃଷ୍ଣ ଦାସ ଲେଖିଛନ୍ତି। ପିଲାମାନେ ବର୍ତ୍ତମାନ ଆମେ ଜାଣିବା ଶ୍ରୀ ଚୈତନ୍ୟଙ୍କ ନୀତିବାଣୀ ବିଷୟରେ ଏବଂ ତୁମର ବୋର୍ଡ଼ ପରୀକ୍ଷା ଦୃଷ୍ଟିରୁ ଏହି ଚୈତନ୍ୟଙ୍କ ନୀତିବାଣୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାହିଁକି ନା ଏହି ଶ୍ରୀ ଚୈତନ୍ୟଙ୍କ ନୀତିବାଣୀରୁ ତୁମର ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିବ। ପ୍ରଶ୍ନ କେମିତି ଆସିବ ପିଲାମାନେ? ଶ୍ରୀ ଚୈତନ୍ୟଙ୍କ ନୀତିବାଣୀ ବିଷୟରେ ବର୍ଣ୍ଣନା କର। ଆଉ ତୁମେମାନେ କ'ଣ କରିବ ପିଲାମାନେ? ଏଠି ଯେଉଁ ମୁଁ 10ଟି ପଏଣ୍ଟ ଲେଖିଦେଇଛି ଏ 10ଟି ପଏଣ୍ଟକୁ ହିଁ ମନେ ରଖିକି ଲେଖିଦେବାର ଅଛି। ତା ସହିତ ଏ ପ୍ରତ୍ୟେକ ପଏଣ୍ଟରେ 2ରୁ 3ଟି ସେଣ୍ଟେନ୍ସ ଯଦି ଲେଖିଦେବ ତାହେଲେ ତୁମର ଉତ୍ତର ହୋଇଯିବ ପିଲାମାନେ। ଶ୍ରୀ ଚୈତନ୍ୟଙ୍କ ପ୍ରଥମ ନୀତିବାଣୀ ହେଉଛି ପିଲାମାନେ କୃଷ୍ଣ ପ୍ରେମ। ଶ୍ରୀ ଚୈତନ୍ୟ କହୁଛନ୍ତି ପ୍ରେମ କରିବା ପାଇଁ କାହାକୁ? କୃଷ୍ଣଙ୍କୁ। ଏବଂ ସେ କହୁଛନ୍ତି କୃଷ୍ଣଙ୍କୁ ପ୍ରେମ କଲେ ଏହି ଇହଧାମରୁ ମଣିଷ ମୁକ୍ତି ପାଇଥାଏ ବୋଲି। ଆହୁରି ଶ୍ରୀ ଚୈତନ୍ୟ କହୁଛନ୍ତି ଶ୍ରୀକୃଷ୍ଣ ଓ ରାଧାଙ୍କ ନାମ ଉଚ୍ଚାରଣ କଲେ ମନରେ ଅପୂର୍ବ ଆନନ୍ଦ ମିଳେ ବୋଲି। ଶ୍ରୀ ଚୈତନ୍ୟଙ୍କ ପରବର୍ତ୍ତୀ ନୀତିବାଣୀ ହେଉଛି ପିଲାମାନେ ବ୍ରାହ୍ମଣ୍ୟ ପୂଜା ପଦ୍ଧତିର ବିରୋଧ। ବ୍ରାହ୍ମଣ୍ୟ ଯେଉଁ ପୂଜା ପଦ୍ଧତି ଗୁଡ଼ିକ ସମାଜରେ ପ୍ରଚଳିତ ଥିଲା ସେହି ଜଟିଳ ପୂଜା ପଦ୍ଧତିକୁ ଏହି ଶ୍ରୀ ଚୈତନ୍ୟ ବିରୋଧ କରୁଥିଲେ। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତିବାଣୀ ହେଉଛି ସଂକୀର୍ତ୍ତନ ଉପରେ ଗୁରୁତ୍ୱ। ଶ୍ରୀ ଚୈତନ୍ୟ ସଂକୀର୍ତ୍ତନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ତାଙ୍କରି ମତରେ ପ୍ରକୃତ ଈଶ୍ୱରଙ୍କ ଉପାସନା ପ୍ରେମ, ଭକ୍ତି, ଗୀତ, ନୃତ୍ୟ, ସଂକୀର୍ତ୍ତନ ମାଧ୍ୟମରେ କରାଯାଇପାରିବ ଆଉ ସଂକୀର୍ତ୍ତନ ହିଁ ଈଶ୍ୱର ପ୍ରାପ୍ତି ପାଇଁ ପ୍ରକୃତ ସାଧନ ଅଟେ ବୋଲିକି ସେ ବର୍ଣ୍ଣନା କରିଛନ୍ତି। ପରବର୍ତ୍ତୀ ନୀତିବାଣୀ ହେଉଛି ପିଲାମାନେ ଜାତି ପ୍ରଥାର ବିରୋଧ। ଶ୍ରୀ ଚୈତନ୍ୟ ମହାପ୍ରଭୁ ସମାଜରେ ସେହି ସମୟରେ ଯେଉଁ ଜାତି ପ୍ରଥା ପ୍ରଚଳିତ ଥିଲା ସେହି ଜାତି ପ୍ରଥାକୁ ବିରୋଧ କରୁଥିଲେ। ଶ୍ରୀ ଚୈତନ୍ୟଙ୍କ ପରବର୍ତ୍ତୀ ନୀତିବାଣୀ ହେଉଛି ମୈତ୍ରୀର ବାଣୀ ପ୍ରଚାର। ଲୋକମାନଙ୍କ ମନରେ ଯେଉଁ ବିଦ୍ୱେଷ ଭାବ ଥାଏ ତାକୁ ଦୂର କରି ଲୋକମାନଙ୍କ ମନରେ ମୈତ୍ରୀର ଭାବ ପ୍ରତିଷ୍ଠା କରିବାକୁ ଚାହିଁଥିଲେ। ତେଣୁକରି ଶ୍ରୀ ଚୈତନ୍ୟ ସେ ବ୍ରାହ୍ମଣ ହେଉ ବା ଶୂଦ୍ର ହେଉ ବା ଚଣ୍ଡାଲ ହେଉ ବା ମୁସଲମାନ ହେଉ ସମସ୍ତଙ୍କୁ ନିଜର ଶିଷ୍ୟ ରୂପେ ଗ୍ରହଣ କରି ମୈତ୍ରୀର ବାଣୀ ପ୍ରଚାର କରିଥିଲେ। ଶ୍ରୀ ଚୈତନ୍ୟଙ୍କ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ନୀତିବାଣୀ ହେଉଛି ଜୀବେ ଦୟା। ସେ ସମସ୍ତଙ୍କୁ ବଞ୍ଚିବାର ଅଧିକାର ଅଛି ବୋଲିକି କହୁଥିଲେ। ଆହୁରି କହୁଥିଲେ ମଣିଷ କୌଣସି ଜୀବମାନଙ୍କ ପ୍ରତି ହିଂସା ଭାବ ପୋଷଣ କରିବା ଉଚିତ ନୁହେଁ ବୋଲିକି ସେ କହୁଥିଲେ। ଶ୍ରୀ ଚୈତନ୍ୟଙ୍କ ଆହୁରି ଏକ ମୁଖ୍ୟ ନୀତିବାଣୀ ହେଉଛି ପିଲାମାନେ ଈଶ୍ୱର। ସେ କହୁଥିଲେ ଈଶ୍ୱରଙ୍କ ନାମ ଉଚ୍ଚାରଣ କଲେ ମନରେ ଶାନ୍ତି ମିଳେ। ସେ ସାଧାରଣ ଲୋକମାନଙ୍କୁ ହରେ କୃଷ୍ଣ ହରେ ରାମ ମନ୍ତ୍ରକୁ ପ୍ରେମର ସହିତ ଗାନ କରିବା ପାଇଁ ନିର୍ଦ୍ଦେଶ ଦେଉଥିଲେ। ଶ୍ରୀ ଚୈତନ୍ୟଙ୍କ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ନୀତିବାଣୀ ହେଉଛି ସାମାଜିକ କୁସଂସ୍କାରର ବିରୋଧ। ସେହି ସମୟରେ ସମାଜରେ ଅନେକ ଗୁଡ଼ିଏ କୁସଂସ୍କାର ପ୍ରଚଳିତ ଥିଲା
ଏବଂ ସେହି କୁସଂସ୍କାର ଗୁଡ଼ିକୁ ଶ୍ରୀ ଚୈତନ୍ୟ ବିରୋଧ କରୁଥିଲେ। ଆହୁରି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୀତିବାଣୀ ହେଉଛି ଶ୍ରୀ ଚୈତନ୍ୟଙ୍କ ଭାଇଚାରା ସୃଷ୍ଟି ପାଇଁ ଉପଦେଶ। ସେ ସବୁବେଳେ ଲୋକମାନଙ୍କୁ ଉପଦେଶ ଦେଉଥିଲେ ଯେ ଲୋକମାନଙ୍କ ମଧ୍ୟରେ ଭାଇଚାରା କେମିତି ସୃଷ୍ଟି ହେବ। ଶ୍ରୀ ଚୈତନ୍ୟ ମହାପ୍ରଭୁ ଆହୁରି ଭକ୍ତି ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। ସେ କହୁଥିଲେ ଈଶ୍ୱରଙ୍କୁ ପ୍ରକୃତ ଉପାସନା କରାଯାଇପାରିବ ପବିତ୍ର ଭକ୍ତି ମାଧ୍ୟମରେ। ସେ କହୁଥିଲେ ନିର୍ମଳ ମନରେ ଭଗବାନଙ୍କୁ ଭକ୍ତି କଲେ ଭଗବାନ ପ୍ରାପ୍ତ ହୁଅନ୍ତି ବୋଲି। ଏହି 10ଟି ହିଁ ଥିଲା ପିଲାମାନେ ଶ୍ରୀ ଚୈତନ୍ୟଙ୍କ ନୀତିବାଣୀ। ଆଜି ଆମେ ଜାଣିଲେ ଚୈତନ୍ୟଙ୍କ ଜୀବନୀ ଏବଂ ନୀତିବାଣୀ ବିଷୟରେ। ଚୈତନ୍ୟଙ୍କ ଜୀବନୀରୁ ସର୍ଟ କ୍ୱେଶ୍ଚନ୍ ଆସିବ ପିଲାମାନେ, 1 ମାର୍କର 2 ମାର୍କର ପ୍ରଶ୍ନ ଗୁଡ଼ିକ ଆସିବ, କିନ୍ତୁ ତାଙ୍କର ନୀତିବାଣୀରୁ 3 ମାର୍କର ପ୍ରଶ୍ନ ଆସିବ। ଆଉ ଯଦି ପରୀକ୍ଷାରେ ଚୈତନ୍ୟଙ୍କ ନୀତିବାଣୀରୁ ପ୍ରଶ୍ନ ଆସେ 3 ମାର୍କର, ଏହି 10ଟି ପଏଣ୍ଟ ଲେଖିଦେବ ପିଲାମାନେ। ତା ସହିତ ଏହି 10ଟି ପଏଣ୍ଟରେ ଗୋଟେ ଦୁଇଟା ସେଣ୍ଟେନ୍ସ ଲେଖିଦେବ, ମୁଁ ଯେଉଁ ଏବେ ତୁମକୁ ବୁଝେଇଲି। ତୁମର ଉତ୍ତର ସମ୍ପୂର୍ଣ୍ଣ ହୋଇଯିବ। ପିଲାମାନେ ଏବେ ଆମେ ଯାହା ବି ପଢ଼ିଲା ଚୈତନ୍ୟଙ୍କ ଜୀବନୀ ଓ ନୀତିବାଣୀ, ଏହି ବିଷୟରୁ ଏଠି 5ଟି ପ୍ରଶ୍ନ ଦିଆଯାଇଛି। ଏ 5ଟି ପ୍ରଶ୍ନର ଉତ୍ତର ତୁମେ କମେଣ୍ଟ ବକ୍ସରେ ଦେବ। ମୁଁ ତୁମର ଉତ୍ତର ଗୁଡ଼ିକ କମେଣ୍ଟ ବକ୍ସରୁ ହିଁ ଦେଖିବି ଏବଂ ରିପ୍ଲାଏ ମଧ୍ୟ କରିବି।